କିଛି ଦିନ ତଳେ ଅଦିନିଆ ବର୍ଷାରେ ଚାଷୀ ଭାଇମାନଙ୍କର ଯେଉଁ ଫସଲ କ୍ଷୟକ୍ଷତି ହୋଇଥିଲା ତାଙ୍କରି ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍ ହୋଇଛି। ସେହି ଚାଷୀ ଭାଇମାନଙ୍କର ଯେଉଁ ଫସଲ କ୍ଷୟକ୍ଷତି ହୋଇଛି ତାଙ୍କରି ପାଇଁ କ୍ଷତିପୂରଣ ସରକାରଙ୍କ ତରଫରୁ ଯାହାକି ଘୋଷଣା କରାଯାଇଛି। ଯେଉଁ ଚାଷୀଙ୍କର ଫସଲ କ୍ଷୟକ୍ଷତି ହୋଇଥିଲା ଏବଂ ସେମାନେ ଯଦି କ୍ଷତିପୂରଣ ପାଇଁ ଆବେଦନ କରିଥିଲେ ତାଙ୍କରି ପାଇଁ ଗୋଟେ ବହୁତ ବଡ଼ ଖୁସି ଖବର ହୋଇଛି। ସେମାନେ ଯାହାକି କମ୍ ଦିନ ଭିତରେ ତାଙ୍କର କ୍ଷତିପୂରଣ ପାଇପାରିବେ। ତା ସହିତ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ଯେ ଆପଣମାନେ କେତେ ଟଙ୍କା ପାଇପାରିବେ, ଆପଣଙ୍କର କେତେ ଏରିଆ କ୍ଷତି ହୋଇଥିଲେ ଆପଣଙ୍କୁ ସରକାରଙ୍କ ତରଫରୁ କେତେ ଟଙ୍କା ଦିଆଯିବ ଏବଂ ଆପଣମାନେ ଏହି ଟଙ୍କାଟି କେତେ ଦିନ ଭିତରେ ପାଇପାରିବେ ସେ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯାହାକି ସୂଚନା ଦେଇଛନ୍ତି, ଯାହାକି ଆପଣଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ସେ ନେଇ ପୁରା ଡିଟେଲ୍ ଜଣାଇଦେବି। ଏହା ସହିତ ଆପଣଙ୍କୁ ମୁଁ କହିଦେବି ଯେ ଆପଣମାନେ କେମିତି ଜାଣିପାରିବେ ଯେ ଆପଣଙ୍କର କେତେ ଫସଲ କ୍ଷତି ହୋଇଥିଲେ ଆପଣମାନେ କେତେ ଟଙ୍କା ପାଇପାରିବେ। ପୁରା ଡିଟେଲ୍ ଆପଣମାନେ ଯାହାକି ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ, ସେଥିପାଇଁ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଗଭର୍ଣ୍ଣମେଣ୍ଟର ଯାହା ବି ନୂଆ ନୂଆ ଯୋଜନାର ଅପଡେଟ୍ ଆସିବ ଆପଣମାନେ ଯାହାକି ସର୍ବପ୍ରଥମେ ଏହି ଚ୍ୟାନେଲ ମାଧ୍ୟମରେ ଜାଣିପାରିବେ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ କିଛି ଦିନ ତଳେ ଯାହାକି ଅଦିନିଆ ବର୍ଷା ହେବାରୁ ବହୁତ ସାରା ଚାଷୀମାନଙ୍କର ଯାହାକି ଫସଲ କ୍ଷୟକ୍ଷତି ହୋଇଛି। ଦେଖନ୍ତୁ, ଯେଉଁ ଚାଷୀଙ୍କର ଫସଲ କ୍ଷୟକ୍ଷତି ହୋଇଛି ତାଙ୍କରି ପାଇଁ ସରକାରଙ୍କ ତରଫରୁ କ୍ଷତିପୂରଣ ଯାହାକି ଘୋଷଣା କରାଯାଇଛି। ଆପଣମାନେ ଯାହାକି ଆଉ 5 ଦିନ ଭିତରେ ଆପଣଙ୍କର କ୍ଷତିପୂରଣ ଟଙ୍କା ପାଇପାରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯାହାକି ସୂଚନା ଦେଇଛନ୍ତି। ଏହା ସହିତ ମନ୍ତ୍ରୀ କହିଛନ୍ତି ଯେ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଯେଉଁ ଜିଲ୍ଲାକୁ ଯେତେ ଟଙ୍କା ଦରକାର ପଡ଼ିଛି ସେତେ ଟଙ୍କା ସରକାରଙ୍କ ତରଫରୁ ଯାହାକି ପଠାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଦେଖନ୍ତୁ, ସମସ୍ତ ଜିଲ୍ଲାକୁ ଆପଣଙ୍କର এই ଯେଉଁ ବର୍ଷା କ୍ଷୟକ୍ଷତି ଟଙ୍କାଟି ଆସିଯାଇଛି ଆପଣମାନେ ଯାହାକି ଆଉ 5 ଦିନ ଭିତରେ ଏହି 5 ଦିନ ଭିତରେ ଯାହାକି ଆପଣଙ୍କର ଯେଉଁ କ୍ଷୟକ୍ଷତି ଟଙ୍କା ରହିଛି ଏହି କ୍ଷୟକ୍ଷତି ଟଙ୍କା ପାଇପାରିବେ। ଦେଖନ୍ତୁ, ବହୁତ ସାରା ଚାଷୀ ଭାଇମାନେ ଯାହାକି ଏବେ ବି ଜାଣିପାରୁନାହାନ୍ତି ଯେ ସରକାରଙ୍କ ତରଫରୁ କେତେ ଏରିଆ ପାଇଁ କେତେ ଟଙ୍କା ଦିଆଯିବ, ଆପଣଙ୍କର କେତେ ଏରିଆ କ୍ଷତି ହୋଇଥିଲେ ଆପଣମାନେ ଯାହାକି କେତେ ଟଙ୍କା ପାଇପାରିବେ। ଦେଖନ୍ତୁ, ଆପଣମାନଙ୍କୁ ମୁଁ ପୁରା ଡିଟେଲ୍ ଜଣାଇ ଦେଉଛି ଯେ ଯେଉଁ ଚାଷୀଙ୍କର ଯାହାକି ଜଳସେଚିତ ଅଞ୍ଚଳ ରହିଛି, ଆପଣଙ୍କର ଯଦି ଜଳସେଚିତ ଜମି ରହିଛି ଏବଂ ସେହି ଜାଗାରେ ଯଦି ଆପଣଙ୍କର ଚାଷ ଯଦି କ୍ଷୟକ୍ଷତି ହୋଇଛି ଆପଣମାନେ ଯାହାକି ହେକ୍ଟର ପିଛା 15,000 ଟଙ୍କା ପାଇପାରିବେ, ଯାହାକି ସରକାରଙ୍କ ତରଫରୁ ସେହି ଚାଷୀଙ୍କୁ 15,000 ଟଙ୍କା ଦିଆଯିବ ବୋଲି ଅପଡେଟ୍ ହୋଇଛି। ତା ସହିତ ଯେଉଁମାନଙ୍କର ଅଣଜଳସେଚିତ ଅଞ୍ଚଳ ରହିଛି, ଆପଣଙ୍କର ଯଦି ଅଣଜଳସେଚିତ ଅଞ୍ଚଳରେ ଯଦି ଚାଷ କ୍ଷତି ହୋଇଛି ତାହେଲେ ଆପଣମାନେ 7,500 ଟଙ୍କା ପାଇପାରିବେ, ଯାହାକି ଏ ନେଇ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁମାନଙ୍କର ଜଳସେଚିତ ଅଞ୍ଚଳ ରହିଛି ସେମାନେ ଯାହାକି 15,000 ଟଙ୍କା ପାଇପାରିବେ ଏବଂ ଯେଉଁମାନଙ୍କର ଅଣଜଳସେଚିତ ଅଞ୍ଚଳ ରହିଛି ସେମାନେ ଯାହାକି 7,500 ଟଙ୍କା ପାଇପାରିବେ ବୋଲି ଯାହାକି ସରକାରଙ୍କ ତରଫରୁ ଅପଡେଟ୍ ହୋଇଛି। ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ରିପୋର୍ଟ ଦିଆଯାଇଛି, ଯାହାକି ରାଜ୍ୟ ସରକାରଙ୍କ ତରଫରୁ ଏହି ଫସଲ କ୍ଷୟକ୍ଷତି ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ 292 କୋଟି ଟଙ୍କା ଯାହାକି ଟ୍ରାନ୍ସଫର କରାଯିବ। ସର୍ବମୋଟ 14ଟା ଜିଲ୍ଲାର ଯେଉଁ ଆପଣଙ୍କର ଫସଲ କ୍ଷୟକ୍ଷତି ହୋଇଛି 14ଟା ଜିଲ୍ଲାର ଚାଷୀମାନେ ଯାହାକି ଏହି କ୍ଷୟକ୍ଷତି ଟଙ୍କା ପାଇପାରିବେ। ତେବେ ଆପଣଙ୍କର କେତେ ଚାଷ ଜମି କ୍ଷୟକ୍ଷତି ହୋଇଥିଲା ଏହି ଅଦିନିଆ ବର୍ଷାରେ ଆପଣମାନେ ଯାହାକି କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଏମିତି ନୂଆ ନୂଆ ଯୋଜନାର ଅପଡେଟ୍ ଜାଣିବା ପାଇଁ ଆପଣ ଏହି ଚ୍ୟାନେଲଟିକୁ ରେଗୁଲାର ଦେଖୁଥାନ୍ତୁ, ଯାହାଦ୍ୱାରା ଆପଣମାନେ ପ୍ରତ୍ୟେକ ଦିନ ନୂଆ ନୂଆ ଯୋଜନାର ଅପଡେଟ୍ ଜାଣିପାରିବେ। ଏହା ସହିତ ଦେଖନ୍ତୁ, ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ ରହିଛି ସେହି ଟେଲିଗ୍ରାମ ଚ୍ୟାନେଲରେ ଯେଉଁମାନେ ଏପର୍ଯ୍ୟନ୍ତ ଜଏନ୍ ହୋଇନାହିଁ ସେମାନେ ଯାହାକି ସେହି ଟେଲିଗ୍ରାମ ଚ୍ୟାନେଲରେ ଯାଇକି ଜଏନ୍ ହୋଇଯାଆନ୍ତୁ, ଯାହାର ଲିଙ୍କ୍ ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ଡେସ୍କ୍ରିପ୍ସନରେ ଦେଇଦେଇଛି।